ମୋ ନାଁ ଜୟନ୍ତୀ ଦାସ। କାଲି ରାତିରେ ଆମ ଘରୁ ଝରକା ତାଡ଼ିକିନି ଆଉ ଆଲମିରା ଭାଙ୍ଗିକିରି ଲକରରୁ ଟଙ୍କା ସୁନା ସବୁ ନେଇଯାଇଛନ୍ତି। ଆଉ ଆମେ ଅନ୍ୟ ଘରେ ଶୋଇଥିଲୁ ଆଉ କେହି ନଥିଲେ। ସକାଳୁ ଦେଖିଲି ଆଉ ଘର ଓଳିଆକୁ ଗଲା ବେଳକୁ ଆଉ ଦେଖିଲା ବେଳକୁ ଆଲମିରା ମେଲା ପଡ଼ିଛି, ସବୁ ଜିନିଷପତ୍ର ତଳେ ପଡ଼ିଛି, ଆଉ ଲକର ଭଙ୍ଗା ହେଇକିରି ଟଙ୍କା ସୁନା ସବୁ ଯାଇଛି। ଆଉ ଟଙ୍କା 50-60 ହଜାର ଭଳିଆ ଯାଇଛି। ଆଉ ଚେନ୍, ମଙ୍ଗଳସୂତ୍ର, ଦିଟା ମୁଦି। ଆଉ ଆମେ ଚାହୁଁଛୁ ଆମ ଚୋର ଧରା ପଡ଼ୁ, ଆମ ଜିନିଷପତ୍ର ମିଳୁ, ଆଉ ତାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ତା ବିରୁଦ୍ଧରେ। ଆଉ ମୋ ନାଁ ଶାନ୍ତିଲତା ମିଶ୍ର, ମୁଁ ଜଣେ ସିନିୟର ସିଟିଜେନ୍ ସାଲେପୁର ବ୍ଲକର। ଆଉ ମୋ ଘର ହେଉଛି ମଧୁସୂଦନ ନଗର, ମୋର ସପନପୁର। ଆଉ ମୋର ଗଲା ରାତିରେ ମୋ ଘରୁ ସବୁ ଜିନିଷପତ୍ର ମୋର ଚୋରି ଯାଇଛି। ନଥିଙ୍ଗ ଏଲ୍ସ, ମୋ ପାଖରେ ଆଉ କିଛି ନାହିଁ। ଘରର ଝରକା ଭାଙ୍ଗିକି ସେମାନେ ସବୁ ଚୋରି କରିକି ମୋଠୁ ନେଇଯାଇଛନ୍ତି। କିଛି ନାହିଁ, ସୁନା ରୂପା ନା ପଇସା, ମନି ପର୍ସ ତ ସୁଦ୍ଧା ନାହିଁ। ଆଉ ଏଇଭଳିଆ କଥା। ଆଉ ଲୁଗାପଟା ତ ଦାମୀ ଦାମୀ ଲୁଗା ଶାଢ଼ୀ ଥିଲା କେତେ ଗୁଡ଼ାକ ନାହିଁ। 20 ଲକ୍ଷ, ନଟ୍ ଲେସ୍ ଦାନ୍ 20 ଲକ୍ଷ। ପୋଲିସ କି ମୋ ନିବେଦନ ଏଇ କଥା କରୁଛି, ମୋର କଲୋନୀବାସୀମାନେ ଯାଇକି କହିକି ଆସିଲେଣି, ସେମାନେ କାହିଁ ଏପର୍ଯ୍ୟନ୍ତ କେହି ଆସିନାହାନ୍ତି। ଆଉ ତାଙ୍କୁ ଅନୁରୋଧ, ସେମାନେ ଏ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି। ଆଉ ଜଣେ ମୋର ପାଖ ପଡ଼ୋଶୀ, ତାଙ୍କର ବି ମଧ୍ୟ ଗଡ଼ରେଜ, ରମାକାନ୍ତ ତ୍ରିପାଠୀ ତାଙ୍କ ନାଁ, ତାଙ୍କର ଗଡ଼ରେଜ ଆଲମିରା ଭାଙ୍ଗିକି ସବୁ କ'ଣ ପଇସା ପତ୍ର, ସୁନା ରୂପା କ'ଣ କିଛି ତାଙ୍କର ବି ଚୋରି ଯାଇଛି। ସୌମ୍ୟ କୁମାର ଦାସ, ମଧୁସୂଦନ ନଗର, ସପନପୁର, ସାଲେପୁର। ମୁଁ ଏଇ କଲୋନୀର ପ୍ରେସିଡେଣ୍ଟ ଅଛି, ମୋତେ ଏଇ କଲୋନୀ ବାସିନ୍ଦା ପ୍ରେସିଡେଣ୍ଟ କରିଛନ୍ତି। ତେଣୁ କାଲି ସକାଳୁ ଆମେ ଆଜି ସକାଳୁ ଯେତେବେଳେ ଜାଣିଲୁ 2ଟି ଘରୁ ଚୋରି ହେଇଛି, ମୋର ପଡ଼ିଶାର 2ଟା ଘରୁ ଚୋରି ହେଇଛି। ଜଣେ ହେଉଛନ୍ତି ଶାନ୍ତିଲତା ମିଶ୍ର, ସେ ରିଟାୟାର୍ଡ଼ କରିଛନ୍ତି, ହେଡ଼ମିଷ୍ଟ୍ରେସ୍ ଥିଲେ, ରିଟାୟାର୍ଡ଼ କରିଛନ୍ତି। ଆଉ ରମାକାନ୍ତ ତ୍ରିପାଠୀ, ସେ ମଧ୍ୟ ରିଟାୟାର୍ଡ଼ କରିଛନ୍ତି, ହେଡ଼ ସାର୍ ଥିଲେ। ଆଉ ଯେହେତୁ ତାଙ୍କ 2 ଜଣ ଘରୁ ଚୋରି ହେଇଛି, ଆମେ ସକାଳୁ ସାଙ୍ଗେ ସାଙ୍ଗେ ଏଫଆଇଆର ଯାଇକରି ସେଠି ଦେଇକରି ଆସିଲୁ ଲିଖିତ ଭାବେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ଆଙ୍କର ଶାନ୍ତିଲତା ମିଶ୍ରଙ୍କର ନଟ୍ ଲେସ୍ ଦେନ୍ 20 ଲାଖ, କିନ୍ତୁ ତାଙ୍କର ବୋଧେ ସେମିତି ଲକ୍ଷ ଲକ୍ଷ ଟଙ୍କା କ'ଣ ଚୋରି ହେଇଛି, ପଇସା ପତ୍ର, ସୁନା ରୂପା ଏସବୁ ଚୋରି ହେଇଛି ବୋଲି ରାତି 1ଟାରୁ 3ଟା ଭିତରେ ମୁଭମେଣ୍ଟ ହେଇଥିବ ବୋଲି ଆମେ ଅନୁମାନ କରୁଛୁ। କାରଣ ଆମେ ତ ଶୋଉଛୁ, ପ୍ରାୟ ଏ ଖେଳ ସରିଲା ପରେ ପିଲାମାନେ ଆମେ ସବୁ ଶୋଉଛୁ, ତେଣୁ 1 ପରେ ସବୁ ଚୋରି ହେଇଛି। ଏବଂ ନିକଟର କିଏ ଥିବେ ବୋଲି ଅନୁଭବ କରୁଛୁ। ତେଣୁ ପୁଲିସକି ଆମେ ଅନୁରୋଧ କରୁଛୁ ଯେ ଆମେ କଲୋନୀ ଲୋକ ସବୁ ରିଟାୟାର୍ଡ଼ ବାଲା ସବୁ ଘର କରି ରହିଛୁ, ସେମାନେ କେମିତି ଆମକୁ ସୁରକ୍ଷିତ ସହାବସ୍ଥାନ କରିବା ପାଇଁ ଆମେ ତାଙ୍କୁ ଅନୁରୋଧ କରୁଛୁ ଯେ କେମିତି ଘରକୁ ଯଦି ଠିକ୍ ଧରାଯାଆନ୍ତା ତାହେଲେ ଆମେ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବୁ ଏବଂ ଆମର କଲୋନୀବାସୀ ମଧ୍ୟ ଆମେ ସୁରକ୍ଷିତ ରହିବୁ।